ସାଙ୍ଗମାନେ ଆଜି ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ବବଲିର ଆଈ ତରୁଣର ଖୁଡ଼ିକୁ କୁହନ୍ତି, ତମ ଘରକୁ ଆସିଲା ପରେ ଆଉ ତାରା ବିଷୟରେ ସବୁ ଜାଣିବା ପରେ ମୋତେ ଲାଗୁଛି ୟା ଭିତରେ କିଛି ରହସ୍ୟ ଅଛି। ଆଉ ଏସବୁ କଥା ତପସ୍ୟା ଲୁଚିକି ଶୁଣୁଥାଏ। ତରୁଣର ଖୁଡ଼ି କୁହନ୍ତି, ରହସ୍ୟ? ବବଲି ତ ଆପଣଙ୍କ ନାତୁଣୀ ନା, ତାହେଲେ ଆପଣ ବବଲିକୁ ତାରା ସହିତ କେମିତି ସମାନ କରୁଛନ୍ତି? ଆଉ ତାରା ସହିତ ବବଲିର ସମ୍ପର୍କ କ'ଣ? ବବଲିର ଆଈ କୁହନ୍ତି, ହଁ ସେ ମୋ ନାତୁଣୀ, ହେଲେ 2 ବର୍ଷ ତଳେ ଯାହା ହେଇଥିଲା ସେ କଥାକୁ ନେଇ ମୁଁ ଏବେ ଭାବିବାକୁ ବାଧ୍ୟ ହେଉଛି। ତରୁଣର ଖୁଡ଼ି କୁହନ୍ତି, 2 ବର୍ଷ ତଳେ ମାନେ କ'ଣ ହେଇଥିଲା 2 ବର୍ଷ ତଳେ? ବବଲିର ଆଈ କୁହନ୍ତି, ସତ କଥା ହେଲା ମୁଁ ମୋ ନାତୁଣୀକୁ ଭୁବନେଶ୍ୱର ନେଇ ଆସୁଥିଲି। ଆମେ ଆସିବା ବାଟରେ ଗୋଟେ ବଡ଼ ଦୁର୍ଘଟଣା ଘଟିଗଲା, ଯେଉଁଥିପାଇଁ 7 ଦିନ ପର୍ଯ୍ୟନ୍ତ ଆମର ଚେତା ଫେରି ନଥିଲା। ତାପରେ ଯେତେବେଳେ ମୋ ଚେତା ଫେରିଲା ମୋ ସାମ୍ନାରେ ମୋ ବବଲିକୁ ପାଇଲି। ଆଉ ଡକ୍ଟର ମୋତେ କହିଲେ ତା ଚେହେରା ବହୁତ ଖରାପ ହୋଇଯାଇଥିଲା, ସେଥିପାଇଁ ତାର ପ୍ଲାଷ୍ଟିକ ସର୍ଜରୀ ହେଇଥିଲା। କିନ୍ତୁ ଏଇଟା ସତ କି ମିଛ ମୁଁ ଜାଣିନି। ଯେଉଁଦିନ ତାର ପ୍ଲାଷ୍ଟିକ ସର୍ଜରୀ ହେଲା ସେ ତାରାର ଚେହେରା କେମିତି ପାଇଲା? ଆଉ ବବଲିକୁ କେମିତି ତାରାର କଥା ମନେ ପଡ଼ୁଛି? ବେଳେବେଳେ ସେ ତାରା ପରି ବ୍ୟବହାର ବି କରୁଛି। ଏ ଘର ବିଷୟରେ ସେ ପୁରୁଣା କଥା କେମିତି କହିପାରୁଛି? ଏସବୁ କେମିତି ହେଇପାରେ? ତରୁଣର ଖୁଡ଼ି କୁହନ୍ତି, ମାଉସୀ ଆପଣ କେଉଁ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଉଥିଲେ କୁହନ୍ତୁ, ମୋତେ ସେଠିକି ଯାଇକି ସେମାନଙ୍କ ସହିତ କଥା ହେବାକୁ ପଡ଼ିବ। ବବଲିର ଆଈ କୁହନ୍ତି, ହଁ ମା, ମୁଁ ବି ସେ ଡାକ୍ତରଖାନା ଯିବାକୁ ଚାହୁଁଛି, ଆଉ ସେ ଡକ୍ଟର ସହିତ କଥା ହେବାକୁ ଚାହୁଁଛି। ବବଲି ଆଉ ତାରା ଭିତର ସତ କ'ଣ ସେ ଡକ୍ଟର ହିଁ କହିବେ। ତରୁଣର ଖୁଡ଼ି କୁହନ୍ତି, ତାହେଲେ ଆମକୁ ଏବେ ହିଁ ଯିବାକୁ ପଡ଼ିବ, ଚାଲନ୍ତୁ ମାଉସୀ ଚାଲନ୍ତୁ। ତାପରେ ସେଠୁ ସେମାନେ ଚାଲିଯାଆନ୍ତି। ଆଉ ତପସ୍ୟା କୁହେ, ମୁଁ ଏସବୁ କ'ଣ ଶୁଣୁଛି? ଆଉ ଯାହା ବି ଶୁଣିଲି ସେ ସବୁ କ'ଣ ସତ? ତା ମାନେ ଏ ଝିଅ ହିଁ ତାରା? ନା 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 ନା, ଏ କେବେ ବି ହେଇପାରିବନି। ଆଉ ଯଦି ଏ ତାରା ହେଇଥିବ ତାହେଲେ ତ ମୋର ସବୁ ପ୍ଲାନ୍ ଫେଲ୍ ହେଇଯିବ, ସବୁ କିଛି ଶେଷ ହେଇଯିବ। ଇଏ ତ ବବଲି ହେଇକି ଏ ଘରେ ରଖେଇ ଦେଉନି, ଆଉ ତରୁଣଙ୍କ ଲାଇଫ୍ରେ ଏଣ୍ଟ୍ରି କରେଇ ଦେଉନି। ଆଉ ଯଦି ସତରେ ତାରା ହେଇଥିବ ତାହେଲେ ତରୁଣଙ୍କ ଲାଇଫ୍ରୁ କ'ଣ ଏ ଘରୁ ଆଉଟ୍ କରିଦେବ। ନାଇଁ ନାଇଁ ନାଇଁ, ମୋତେ ଜଲ୍ଦି ହିଁ କିଛି କରିବାକୁ ପଡ଼ିବ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।